ମାଙ୍କ ନବରାତ୍ରି ଉପଲକ୍ଷେ ଚାଲନ୍ତୁ ଶୁଣିବା ମାଙ୍କ 9ଟି ରୂପର କାହାଣୀ। ପ୍ରଥମ ରୂପ ହେଉଛନ୍ତି ମା ଶୈଳପୁତ୍ରୀ। ମାତା ଦୁର୍ଗାଙ୍କ ପ୍ରଥମ ରୂପ ଶୈଳପୁତ୍ରୀ ନାମରେ ଜଣାଶୁଣା। ପର୍ବତରାଜା ହିମାଳୟଙ୍କ କନ୍ୟା ଭାବରେ ସେଠାରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କର ନାମ ଶୈଳପୁତ୍ରୀ ରଖାଯାଇଥିଲା। ବୃଷଭ ସ୍ଥିତିରେ ଏହି ମାତାଜୀଙ୍କ ଡାହାଣ ହାତରେ ତ୍ରିଶୂଳ ଏବଂ ବାମ ହାତରେ ପଦ୍ମଫୁଲ ଶୋଭା ପାଉଛି। ନବଦୁର୍ଗାଙ୍କ ସେ ପ୍ରଥମ ଦୁର୍ଗା। ପୂର୍ବ ଜନ୍ମରେ ସେ ପ୍ରଜାପତି ଦକ୍ଷଙ୍କ କନ୍ୟା ଭାବରେ ଜନ୍ମଗ୍ରହଣ କରିଥିଲେ। ତାପରେ ତାଙ୍କର ନାମ ସତୀ ଥିଲା। ତାଙ୍କର ବିବାହ ଭଗବାନ ଶଙ୍କର ସହିତ ହୋଇଥିଲା। ଥରେ ରାଜା ଦକ୍ଷ ଏକ ଯଜ୍ଞ ପ୍ରାର୍ଥନା ସେବା କରିଥିଲେ। ଏଥିରେ ସେ ସମସ୍ତ ଦେବତାଙ୍କୁ ଯଜ୍ଞର ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ସେ ଶଙ୍କରଜୀଙ୍କ ଏହି ଯଜ୍ଞକୁ ନିମନ୍ତ୍ରଣ କରିନଥିଲେ। ଯେତେବେଳେ ସତୀ ଶୁଣିଲେ ସେ ତାଙ୍କ ପିତା ଏକ ବିରାଟ ଯଜ୍ଞ କରୁଛନ୍ତି, ସେ ସେଠାକୁ ଯିବାକୁ ବ୍ୟାକୁଳ ହୋଇଗଲେ। ସେ ଭଗବାନ ଶଙ୍କରଙ୍କ ସହିତ ଏହି ଇଚ୍ଛା ପ୍ରକାଶ କଲେ। ସବୁ କିଛି ବିଚାର କରିବା ପରେ ସେ କହିଲେ, ପ୍ରଜାପତି ଦକ୍ଷ କୌଣସି କାରଣରୁ ଆମ ଉପରେ କ୍ରୋଧିତ। ସେ ସମସ୍ତ ଦେବତାଙ୍କୁ ତାଙ୍କ ଯଜ୍ଞକୁ ନିମନ୍ତ୍ରଣ କରିଛନ୍ତି। ସେ ସେମାନଙ୍କ ଯଜ୍ଞ ଅଂଶ ମଧ୍ୟ ସେମାନଙ୍କୁ ଉତ୍ସର୍ଗ କରିଛନ୍ତି। କିନ୍ତୁ ସେ ଜାଣିଶୁଣି ଆମକୁ ନିମନ୍ତ୍ରଣ କରିନାହାନ୍ତି। ସେ କୌଣସି ସୂଚନା ମଧ୍ୟ ପଠାଇ ନାହାନ୍ତି। ଏପରି ପରିସ୍ଥିତିରେ ତୁମେ ସେଠାକୁ ଯିବା ଅନୁଚିତ ହେବ। ଭଗବାନ ଶଙ୍କରଙ୍କ ଏହି ପରାମର୍ଶ ସତ୍ତ୍ୱେ ସତୀଙ୍କୁ ଜ୍ଞାନ ଦେଇନଥିଲା। ତାଙ୍କ ପିତାଙ୍କ ଯଜ୍ଞ ଦେଖିବା ଏବଂ ତାଙ୍କ ମାତା ଓ ଭଉଣୀମାନଙ୍କୁ ଭେଟିବା ପାଇଁ ତାଙ୍କର ଆଗ୍ରହ କମିନଥିଲା। ତାଙ୍କର ଦୃଢ଼ ଜିଦ୍ ଦେଖି ଭଗବାନ ଶଙ୍କର ତାଙ୍କୁ ଅନୁମତି ଦେଇଥିଲେ। ସତୀ ତାଙ୍କ ପିତାଙ୍କ ଘରେ ପହଞ୍ଚି ଦେଖିଲେ ଯେ କେହି ତାଙ୍କ ସହିତ ସମ୍ମାନ ଏବଂ ପ୍ରେମ ସହିତ କଥା ହେଉନାହାନ୍ତି। ସମସ୍ତେ ମୁହଁ ଫେରାଇ ନେଇଥିଲେ। କେବଳ ତାଙ୍କ ମାତା ତାଙ୍କୁ ସ୍ନେହରେ ଆଲିଙ୍ଗନ କରିଥିଲେ। ଭଉଣୀମାନଙ୍କ କଥା ବ୍ୟଙ୍ଗ ଏବଂ ଉପହାସରେ ପରିପୂର୍ଣ୍ଣ ଥିଲା। ତାଙ୍କ ପରିବାର ସଦସ୍ୟଙ୍କ ଏହି ବ୍ୟବହାର ଦେଖି ତାଙ୍କ ହୃଦୟ ବହୁତ ଯନ୍ତ୍ରଣା ଦେଇଥିଲା। ସେ ଏହା ମଧ୍ୟ ଦେଖିଲେ ଯେ ସବୁଠି ଭଗବାନ ଶଙ୍କରଙ୍କ ପ୍ରତି ଅବମାନନାର ଭାବନା ଥିଲା। ଦକ୍ଷ ତାଙ୍କ ପ୍ରତି କିଛି ଅପମାନଜନକ ଶବ୍ଦ ମଧ୍ୟ କହିଥିଲେ। ଏସବୁ ଦେଖି ସତୀକାର ହୃଦୟ କ୍ରୋଧ, ଦୋଷ ଏବଂ କ୍ରୋଧରେ ପରିପୂର୍ଣ୍ଣ ହୋଇଗଲା। ସେ ଭାବିଲେ, ପ୍ରଭୁ ଶଙ୍କରଜୀଙ୍କ କଥା ଶୁଣନ୍ତୁ ନାହିଁ। ମୁଁ ଏଠାକୁ ଆସି ଏକ ବଡ଼ ଭୁଲ କରିଛି। ସେ ତାଙ୍କ ସ୍ୱାମୀ ଭଗବାନ ଶଙ୍କରଙ୍କ ଏହି ଅପମାନ ସହ୍ୟ କରିପାରିଲେ ନାହିଁ। ସେ ତୁରନ୍ତ ଯୋଗ ଅଗ୍ନିରେ ସେହି ରୂପକୁ ଜାଳି ପାଉଁଶ କରିଦେଲେ। ବଜ୍ରପାତ ପରି ଏହି ଭୟଙ୍କର ଏବଂ ଦୁଃଖଦ ଘଟଣା ଶୁଣି ଭଗବାନ ଶଙ୍କର କ୍ରୋଧିତ ହୋଇ ଦକ୍ଷଙ୍କ ଯଜ୍ଞକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପାଇଁ ତାଙ୍କ ସୈନ୍ୟ ପଠାଇଲେ। ସତୀ ଯୋଗ ଅଗ୍ନିରେ ତାଙ୍କ ଶରୀରକୁ ଜାଳିଦେଲେ ଏବଂ ପରବର୍ତ୍ତୀ ଜନ୍ମରେ ଶୈଳରାଜ ହିମାଳୟର କନ୍ୟା ଭାବରେ ଜନ୍ମଗ୍ରହଣ କଲେ। ଏଥର ସେ ଶୈଳପୁତ୍ରୀ ନାମରେ ପ୍ରସିଦ୍ଧ। ପାର୍ବତୀ, ହେମବତୀ ମଧ୍ୟ ସେମାନଙ୍କର ନାମ। ଉପନିଷଦର ଏକ କାହାଣୀ ଅନୁସାରେ ସେ ହେମବତୀ ରୂପରେ ଦେବତାମାନଙ୍କୁ ଅପମାନ କରିଥିଲେ। ଦେବୀ ଶୈଳପୁତ୍ରୀ ମଧ୍ୟ ଶଙ୍କରଜୀଙ୍କ ସହିତ ବିବାହ କରିଥିଲେ। ତାଙ୍କ ପୂର୍ବ ଜନ୍ମ ପରି ଏହି ଜନ୍ମରେ ମଧ୍ୟ ସେ ଭଗବାନ ଶିବଙ୍କ ଅର୍ଦ୍ଧା ହୋଇଗଲେ। 9 ଦୁର୍ଗାଙ୍କ ମଧ୍ୟରେ ପ୍ରଥମ ଶୈଳପୁତ୍ରୀ ଦୁର୍ଗାଙ୍କ ଗୁରୁତ୍ୱ ଏବଂ ଶକ୍ତି ଅସୀମ। ନବରାତ୍ରିର ପ୍ରଥମ ଦିନରେ ସେମାନଙ୍କୁ ପୂଜା କରାଯାଏ। ଏହି ପ୍ରଥମ ଦିନର ପୂଜାରେ ଯୋଗୀମାନେ ମୂଳଧର ଚକ୍ରର ସେମାନଙ୍କର ମନକୁ ସ୍ଥାପନା କରନ୍ତି। ଏହିଠାରୁ ସେ ତାଙ୍କର ଯୋଗ ପରିଶ୍ରମ ଆରମ୍ଭ କରିଥିଲେ। ମାତା ଦୁର୍ଗାଙ୍କ ନୂତନ ଶକ୍ତିର ଦ୍ୱିତୀୟ ରୂପ ହେଉଛି ବ୍ରହ୍ମଚାରିଣୀ। ଏଠାରେ ବ୍ରହ୍ମ ଶବ୍ଦର ଅର୍ଥ ହେଉଛି ତପସ୍ୟା। ବ୍ରହ୍ମଚାରିଣୀ ଅର୍ଥ ହେଉଛି ତପକୀ ଚାରିଣୀ, ଯିଏ ତପସ୍ୟା କରନ୍ତି। ଏହା ମଧ୍ୟ କୁହାଯାଇଛି, ବେଦସ୍ତୋତମ ତପୋ ବ୍ରହ୍ମ ବେଦ ତତ୍ତ୍ୱ ଏବଂ ତପ ହେଉଛି ବ୍ରହ୍ମ ଶବ୍ଦର ଅର୍ଥ। ବ୍ରହ୍ମଚାରିଣୀ ଦେବୀଙ୍କ ରୂପର ଆଲୋକରେ ପରିପୂର୍ଣ୍ଣ ଏବଂ ଅତ୍ୟନ୍ତ ମହାନ। ସେ ତାଙ୍କ ଡାହାଣ ହାତରେ ଜପମାଳା ଏବଂ ବାମ ହାତରେ କମଣ୍ଡଳୁ ଧାରଣ କରିଛନ୍ତି। ପୂର୍ବ ଜନ୍ମରେ ଯେତେବେଳେ ସେ ହିମାଳୟ ଘରେ କନ୍ୟା ରୂପରେ ଗ୍ରହଣ କରିଥିଲେ,
ସେତେବେଳେ ନାରଦଙ୍କ ପରାମର୍ଶରେ ସେ ଭଗବାନ ଶଙ୍କରଙ୍କୁ ସ୍ୱାମୀ ଭାବରେ ପାଇବା ପାଇଁ ବହୁତ କଠିନ ତପସ୍ୟା କରିଥିଲେ। ଏହି କଠିନ ତପସ୍ୟା ଯୋଗୁଁ ତାଙ୍କୁ ତପଶ୍ଚାରିଣୀ କିମ୍ବା ବ୍ରହ୍ମଚାରିଣୀ କୁହାଯାଉଥିଲା। ସେ କେବଳ ମୂଳ ଏବଂ ଫଳ ଖାଇ 1000 ବର୍ଷ ବିତାଇଥିଲେ। 100 ବର୍ଷ ପର୍ଯ୍ୟନ୍ତ ସେ କେବଳ ପନିପରିବା ଖାଇ ଜୀବନ ବିତାଇଥିଲେ। କିଛି ଦିନ ପାଇଁ ସେ କଠୋର ଉପବାସ ପାଳନ କରିଥିଲେ ଏବଂ ଖୋଲା ଆକାଶ ତଳେ ବର୍ଷା ସୂର୍ଯ୍ୟର ଭୟଙ୍କର କଷ୍ଟ ସହ୍ୟ କରିଥିଲେ। ଏହି କଠୋର ତପସ୍ୟା ପରେ ସେଇ 3000 ବର୍ଷ ପର୍ଯ୍ୟନ୍ତ ଦିନ ରାତି ଭଗବାନ ଶିବଙ୍କ ପୂଜା କରି ଚାଲିଥିଲେ। କେବଳ ବୟଲ ଗଛର ପତିତ ପତ୍ର ଖାଇ ଏହାପରେ ସେ ଶୁଖିଲା ବୟଲ ପତ୍ର ଖାଇବା ମଧ୍ୟ ଛାଡ଼ି ଦେଇଥିଲେ। କିଛି 1000 ବର୍ଷ ପର୍ଯ୍ୟନ୍ତ ସେ ଜଳ ଏବଂ ଖାଦ୍ୟ ବିନା ତପସ୍ୟା କରି ଚାଲିଥିଲେ। ସମାନ ପତ୍ରରୁ ବିରତ କରି ରହିବା ଯୋଗୁଁ ତାଙ୍କୁ ଅପର୍ଣ୍ଣା ନାମ ମଧ୍ୟ ମିଳିଥିଲା। ଏହି 1000 ବର୍ଷର କଠିନ ତପସ୍ୟା ଯୋଗୁଁ ବ୍ରହ୍ମଚାରିଣୀ ଦେବୀଙ୍କ ପୂର୍ବ ଶରୀର ସମ୍ପୂର୍ଣ୍ଣ କ୍ଷୀଣ ହୋଇଗଲା। ସେ ଅତ୍ୟନ୍ତ ଦୁର୍ବଳ ହୋଇଗଲେ। ତାଙ୍କ ଅବସ୍ଥା ଦେଖି ତାଙ୍କ ମାତାମାନେ ଅତ୍ୟନ୍ତ ଦୁଃଖିତ ହେଲେ। ସେମାନଙ୍କୁ ସେହି କଠିନ ତପସ୍ୟାରୁ ନିବୃତ୍ତ କରିବା ପାଇଁ ସେ ଉମା ଡାକିଲେ। ନାହିଁ, ସେବେଠାରୁ ଦେବୀ ବ୍ରହ୍ମଚାରୀଙ୍କ ପୂର୍ବଜନ୍ମର ନାମ ଉମା ରଖାଯାଇଥିଲା। ତାଙ୍କ ତପସ୍ୟା 3 ଲୋକରେ ହଇଚଇ ସୃଷ୍ଟି କରିଥିଲା। ଦେବତା, ଋଷି, ସିଦ୍ଧଗଣ ଏବଂ ମୁନିମାନେ ସମସ୍ତେ ବ୍ରହ୍ମଚାରିଣୀଙ୍କୁ ଦେବୀଙ୍କୁ ତପସ୍ୟାକୁ ପ୍ରଶଂସା କରିଥିଲେ। ଏହାକୁ ଏକ ଅଦ୍ଭୁତପୂର୍ବ ପୁଣ୍ୟ କାର୍ଯ୍ୟ ବୋଲି କହିଥିଲେ। ଶେଷରେ ଆକାଶବାଣୀ ମାଧ୍ୟମରେ ତାଙ୍କୁ ସମ୍ବୋଧିତ କରିବା ସମୟରେ ପିତାମହ ବ୍ରହ୍ମାଜୀ ଖୁସି ସ୍ୱରରେ କହିଲେ, ହେ ଦେବୀ, ଆଜି ପର୍ଯ୍ୟନ୍ତ କେହି ଏତେ କଠୋର ତପସ୍ୟା କରିନଥିଲେ। ଏପରି ତପସ୍ୟା କେବଳ ତୁମ ଦ୍ୱାରା ସମ୍ଭବ ହୋଇଥିଲା। ତୁମର ଏହି ଆଲୌକିକ କାର୍ଯ୍ୟକୁ ଚାରିଆଡ଼େ ପ୍ରଶଂସା କରାଯାଉଛି। ତୁମର ଇଚ୍ଛା ସବୁ ପ୍ରକାରେ ପୂରଣ ହେବ। ତୁମେ ପ୍ରଭୁ ଚନ୍ଦ୍ରମୌଳି ଶିବଙ୍କୁ ତୁମର ସ୍ୱାମୀ ଭାବରେ ପାଇବେ। ଏବେ ତୁମେ ତପସ୍ୟାରୁ ନିବୃତ୍ତ ହୁଅ ଏବଂ ଘରକୁ ଫେରିଯାଅ। ତୁମର ପିତା ଶୀଘ୍ର ତୁମକୁ ଡାକିବାକୁ ଆସୁଛନ୍ତି। ଦେବୀ ଦୁର୍ଗାଙ୍କ ଏହି ଦ୍ୱିତୀୟ ରୂପ ଭକ୍ତ ଏବଂ ସିଦ୍ଧମାନଙ୍କୁ ଅନନ୍ତ ପୁରସ୍କାର ପ୍ରଦାନ କରେ। ସେମାନଙ୍କର ପୂଜା ମଣିଷର ତପସ୍ୟା, ତ୍ୟାଗ, ନୀତି ଏବଂ ସଂଯମ ବୃଦ୍ଧି କରେ। ଜୀବନର କଷ୍ଟକର ସଂଘର୍ଷରେ ମଧ୍ୟ ତାଙ୍କ ମନ କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହୁଏ ନାହିଁ। ମାତା ବ୍ରହ୍ମଚାରିଣୀ ଦେବୀଙ୍କ କୃପାରୁ ସେ ସର୍ବତ୍ର ସଫଳତା ଏବଂ ବିଜୟ ପ୍ରାପ୍ତ କରନ୍ତି। ଦୁର୍ଗା ପୂଜାର ଦ୍ୱିତୀୟ ଦିନରେ ଏହି ରୂପକୁ ପୂଜା କରାଯାଏ। ଏହି ଦିନ ସାଧକର ମନ ସ୍ୱାଧିଷ୍ଠାନ ଚକ୍ରରେ ଅବସ୍ଥିତ। ଏହି ଚକ୍ରରେ ମନ ଥିବା ଯୋଗୁଁ ତାଙ୍କର କୃପା ଏବଂ ଭକ୍ତି ପ୍ରାପ୍ତ କରନ୍ତି। ତୃତୀୟ ଶକ୍ତିର ନାମ ହେଉଛି ଚନ୍ଦ୍ରଘଣ୍ଟା। ନବରାତ୍ରି ପୂଜାର ତୃତୀୟ ଦିନରେ ତାଙ୍କର ପ୍ରତିମା ପୂଜା କରାଯାଏ। ତାଙ୍କର ଏହି ରୂପ ଅତ୍ୟନ୍ତ ଶାନ୍ତିପ୍ରଦ ଏବଂ ଲାଭଦାୟକ। ତାଙ୍କ କପାଳରେ ଏକ ଘଣ୍ଟା ଆକୃତିର ଅର୍ଦ୍ଧଚନ୍ଦ୍ର ଅଛି, ତେଣୁ ତାଙ୍କୁ ଚନ୍ଦ୍ରଘଣ୍ଟା ଦେବୀ କୁହାଯାଏ। ସେମାନଙ୍କ ଶରୀରରେ ରଙ୍ଗ ସିନା ସୁନା ପରି ଉଜ୍ଜ୍ୱଳ। ତାଙ୍କର 10 ହାତ ଅଛି। ତାଙ୍କ 10 ହାତ ଖଣ୍ଡା ଏବଂ ତୀର ପରି ଅସ୍ତ୍ରଶସ୍ତ୍ରରେ ସଜ୍ଜିତ। ସିଂହ ହେଉଛି ତାଙ୍କର ବାହନ। ସେମାନଙ୍କର ମୁଦ୍ରା ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା। ଅତ୍ୟାଚାରୀ ରାକ୍ଷସ ଏବଂ ରାକ୍ଷସମାନେ ସର୍ବଦା ସେମାନଙ୍କର ଭୟଙ୍କର ଘଣ୍ଟି ପରି ଶବ୍ଦରେ ଥରିଥାନ୍ତି। ନବରାତ୍ରିରେ ଦୁର୍ଗା ପୂଜାରେ ତୃତୀୟ ଦିନ ପୂଜାର ବହୁତ ଗୁରୁତ୍ୱ ଅଛି। ଏହି ଦିନ ସାଧକର ମନ ମଣିପୁର ଚକ୍ରରେ ପ୍ରବେଶ କରେ। ମାତା ଚନ୍ଦ୍ରଘଣ୍ଟାଙ୍କ କୃପାରୁ ସେ ଆଲୌକିକ ଜିନିଷ ଦେଖନ୍ତି। ଦିବ୍ୟ ସୁଗନ୍ଧ ଅନୁଭୂତ ହୁଏ ଏବଂ ବିଭିନ୍ନ ପ୍ରକାରର ଦିବ୍ୟ ଶବ୍ଦ ଶୁଣାଯାଏ। ଏହି ମୁହୂର୍ତ୍ତଗୁଡ଼ିକ ସାଧକଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ। ଚନ୍ଦ୍ରଘଣ୍ଟାଙ୍କ କୃପା ଦ୍ୱାରା ସାଧକର ସମସ୍ତ ପାପ ଏବଂ ବାଧା ନଷ୍ଟ ହୁଏ। ସେମାନଙ୍କର ପୂଜା ସର୍ବଦା ଫଳପ୍ରଦ ହୁଏ। ସେମାନଙ୍କର ଆଭିମୁଖ୍ୟ ସର୍ବଦା ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା। ତେଣୁ ସେମାନେ ଭକ୍ତମାନଙ୍କର ସମସ୍ୟାକୁ ବହୁତ ଶୀଘ୍ର ସମାଧାନ କରନ୍ତି। ତାଙ୍କର ବାହନ ସିଂହ, ତେଣୁ ତାଙ୍କର ଉପାସକ ସିଂହ ପରି ସାହସୀ ଏବଂ ନିର୍ଭୀକ ହୋଇଯାଆନ୍ତି। ତାଙ୍କର ଘଣ୍ଟିର ଶବ୍ଦ ସର୍ବଦା ତାଙ୍କ ଭକ୍ତମାନଙ୍କୁ ମନ୍ଦ ଆତ୍ମାଠାରୁ ରକ୍ଷା କରେ। ଯେପରି କେହି ସେମାନଙ୍କ ଉପରେ ଧ୍ୟାନ କରନ୍ତି। ଆଶ୍ରୟ ନେଉଥିବା ବ୍ୟକ୍ତିଙ୍କ ସୁରକ୍ଷା ପାଇଁ
ଏହି ଘଣ୍ଟିର ଶବ୍ଦ ବାଜିଥାଏ। ଦୁଷ୍ଟମାନଙ୍କୁ ଦମନ ଏବଂ ବିନାଶ କରିବାକୁ ସର୍ବଦା ପ୍ରସ୍ତୁତ ରହିବା ସତ୍ତ୍ୱେ ତାଙ୍କର ରୂପ ଦର୍ଶକ ଏବଂ ଉପାସକଙ୍କ ପାଇଁ କୋମଳତା ଏବଂ ଶାନ୍ତିରେ ପରିପୂର୍ଣ୍ଣ ରହିଥାଏ। ସେମାନଙ୍କ ପୂଜାରୁ ପ୍ରାପ୍ତ ଏକ ମହାନ ଗୁଣ ହେଉଛି ଯେ ସାହସ ଏବଂ ନିର୍ଭୀକତା ସହିତ ସାଧକଙ୍କଠାରେ କୋମଳତା ଏବଂ ନମ୍ରତା ମଧ୍ୟ ବିକଶିତ ହୁଏ। ତାଙ୍କ ମୁଖ, ଆଖି ଏବଂ ସମଗ୍ର ବିକଶିତ ହୁଏ। ସମଗ୍ର ଶରୀରରେ ଦୀପ୍ତି ଗୁଣ ବୃଦ୍ଧି ପାଏ। ସ୍ୱରରେ ଦିବ୍ୟ ଏବଂ ଆଲୌକିକ ମଧୁରତା ସାମିଲ ହୋଇଥାଏ। ମାତା ଚନ୍ଦ୍ରଘଣ୍ଟାଙ୍କ ଭକ୍ତ ଏବଂ ଉପାସକ ଯେଉଁଠାକୁ ଯାଆନ୍ତି, ଲୋକମାନେ ତାଙ୍କୁ ଦେଖିବା ପରେ ଶାନ୍ତି ଏବଂ ଆନନ୍ଦ ଅନୁଭବ କରନ୍ତି। ଏପରି ସାଧକଙ୍କ ଶରୀରରୁ ଦିବ୍ୟ ଆଲୋକ ଧାରଣ କରିଥିବା ପରମାଣୁର ଅଦୃଶ୍ୟ ବିକିରଣ ଚାଲିଥାଏ। ଏହି ଦିବ୍ୟ କାର୍ଯ୍ୟ ସାଧାରଣ ଆଖିକୁ ଦୃଶ୍ୟମାନ ହୁଏ ନାହିଁ, କିନ୍ତୁ ସାଧକ ଏବଂ ତାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକମାନେ ଏହାକୁ ଭଲ ଭାବରେ ଅନୁଭବ କରିଥାନ୍ତି। ଆମେ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ଆମର ମନ, ବାଣୀ, କର୍ମ ଏବଂ ଶରୀରକୁ ସମ୍ପୂର୍ଣ୍ଣ ପବିତ୍ର ଏବଂ ମାତା ଚନ୍ଦ୍ରଘଣ୍ଟାଙ୍କ ନିକଟରେ ନିଜକୁ ସମର୍ପଣ କରି ତାଙ୍କର ପୂଜା କରିବାକୁ ପ୍ରସ୍ତୁତ ହେବା ଉଚିତ। ତାଙ୍କୁ ପୂଜା କରି ଆମେ ସହଜରେ ସମସ୍ତ ସାଂସାରିକ ଦୁଃଖରୁ ମୁକ୍ତି ପାଇପାରିବା ଏବଂ ତାଙ୍କ ପବିତ୍ର ସ୍ୱରୂପକୁ ନିରନ୍ତର ଧ୍ୟାନ କରିବା ଉଚିତ। ତାଙ୍କ ଉପରେ ଧ୍ୟାନ ଆମ ଜୀବନ, ଏହି ଲୋକ ଏବଂ ପରଲୋକ ଉଭୟ ପାଇଁ ଅତ୍ୟନ୍ତ ଲାଭଦାୟକ ଏବଂ ମୋକ୍ଷ ପ୍ରଦାନ କରେ। ମାତାଙ୍କ ଦୁର୍ଗାଙ୍କ ଚତୁର୍ଥ ରୂପର ନାମ ହେଉଛି କୁଷ୍ମାଣ୍ଡା। ତାଙ୍କର ଧୀର ହାଲୁକା ହସ ମାଧ୍ୟମରେ ଡିମ୍ବ ଅର୍ଥାତ୍ ବ୍ରହ୍ମାଣ୍ଡକୁ ଜନ୍ମ ଦେଇଥିବାରୁ ତାଙ୍କୁ କୁଷ୍ମାଣ୍ଡା ଦେବୀ ନାମରେ ନାମିତ କରାଯାଇଛି। ଯେତେବେଳେ ବ୍ରାହ୍ମଣ ଅସ୍ତିତ୍ୱ ନଥିଲା, ଚାରିପାଖରେ ଅନ୍ଧାର ଥିଲା, ସେତେବେଳେ ସେହି ଦେବୀ ତାଙ୍କର ଈଷତ୍ ହାସ୍ୟରସ ସହିତ ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ। ତେଣୁ ଏହା ହେଉଛି ମୂଳ ରୂପ, ବ୍ରହ୍ମାଣ୍ଡର ମୂଳ ଶକ୍ତି। ସେମାନଙ୍କ ପୂର୍ବରୁ ବ୍ରହ୍ମାଣ୍ଡ ଅସ୍ତିତ୍ୱ ନଥିଲା। ସେମାନଙ୍କର ବାସସ୍ଥାନ ସୌରମଣ୍ଡଳର ଆଭ୍ୟନ୍ତରୀଣ ଜଗତରେ। କେବଳ ସେମାନଙ୍କର ସୂର୍ଯ୍ୟ ଜଗତରେ ବାସ କରିବାର କ୍ଷମତା ଏବଂ ଶକ୍ତି ଅଛି। ତାଙ୍କ ଶରୀରରେ ତେଜ ଏବଂ ଆଲୋକ ସୂର୍ଯ୍ୟ ପରି ତେଜସ୍ପର୍ଶୀ ଏବଂ ସେମାନଙ୍କର ତୀକ୍ଷ୍ଣତା କେବଳ ଏମାନଙ୍କ ସହିତ ତୁଳନା କରାଯାଇପାରିବ। ଅନ୍ୟ କୌଣସି ଦେବତା ତାଙ୍କର ତେଜ ଏବଂ ପ୍ରଭାବ ସହିତ ମେଳ ଖାଇପାରିବ ନାହିଁ। ତାଙ୍କର ତେଜ ଏବଂ ଆଲୋକ ସମସ୍ତ ଦଶ ଦିଗକୁ ଆଲୋକିତ କରେ। ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ଥିବା ତେଜ ତାଙ୍କର ପ୍ରତିଫଳନ। ତାଙ୍କର 8ଟି ହାତ ଅଛି ଏବଂ ତାଙ୍କୁ ଅଷ୍ଟଭୁଜା ଦେବୀ ମଧ୍ୟ କୁହାଯାଏ। ତାଙ୍କ 7 ହାତରେ ସେ ଏକ କମଣ୍ଡଳ, ଧନୁ, ତୀର, ପଦ୍ମ, ଫୁଲ, ଅମୃତପୂର୍ଣ୍ଣ ପାତ୍ର, ଚକ୍ର, ଗଦା ଧାରଣ କରିଛନ୍ତି। ତାଙ୍କ ଅଷ୍ଟମ ହାତରେ ସେ ଏକ ମାଳ ଧାରଣ କରିଛନ୍ତି, ଯାହା ସମସ୍ତ ସିଦ୍ଧି ଏବଂ ଧନ ପ୍ରଦାନ କରେ। ତାଙ୍କର ବାହନ ହେଉଛି ସିଂହ। ସଂସ୍କୃତରେ କୁଷ୍ମାଣ୍ଡାର ଅର୍ଥ କଖାରୁ। ଯଜ୍ଞ ଭିତରେ କଖାରୁ ତାଙ୍କର ସବୁଠାରୁ ପ୍ରିୟ। ଏହି କାରଣରୁ ତାଙ୍କୁ କୁଷ୍ମାଣ୍ଡା ମଧ୍ୟ କୁହାଯାଏ। ନବରାତ୍ରିର ଚତୁର୍ଥ ଦିନରେ ଦେବୀ କୁଷ୍ମାଣ୍ଡାଙ୍କ ରୂପ ପୂଜା କରାଯାଏ। ଏହି ଦିନ ଭକ୍ତର ମନ ମନୋହତ ଚକ୍ରରେ କେନ୍ଦ୍ରିତ ହୋଇଥାଏ। ତେଣୁ ଏହି ଦିନ ସେ ଦେବୀ କୁଷ୍ମାଣ୍ଡାଙ୍କ ରୂପରେ ମନେ ରଖି ଅତ୍ୟନ୍ତ ପବିତ୍ର ଏବଂ ଅବିଚଳିତ ମନରେ ପୂଜାରେ ନିୟୋଜିତ ହେବା ଉଚିତ। ଦେବୀ କୁଷ୍ମାଣ୍ଡାଙ୍କୁ ପୂଜା କରିବା ଦ୍ୱାରା ଭକ୍ତମାନଙ୍କର ସମସ୍ତ ରୋଗ ଏବଂ ଦୁଃଖ ନଷ୍ଟ ହୁଏ। ସେମାନଙ୍କର ଭକ୍ତି ଆୟୁଷ, ଖ୍ୟାତି, ଶକ୍ତି ଏବଂ ସ୍ୱାସ୍ଥ୍ୟ ବୃଦ୍ଧି କରେ। ମାତା କୁଷ୍ମାଣ୍ଡା ବହୁତ କମ୍ ସେବା ଏବଂ ଭକ୍ତିରେ ମଧ୍ୟ ଖୁସି ହେବେ। ଯଦି ଜଣେ ବ୍ୟକ୍ତି ସଚ୍ଚା ହୃଦୟରେ ସେମାନଙ୍କର ଆଶ୍ରୟ ନିଅନ୍ତି, ତେବେ ସେ ସହଜରେ ପରମ ଲକ୍ଷ୍ୟ ହାସଲ କରିପାରିବେ। ଶାସ୍ତ୍ର ଏବଂ ପୁରାଣରେ ବର୍ଣ୍ଣିତ ନୀତି ନିୟମ ଅନୁସାରେ ମାତା ଦୁର୍ଗାଙ୍କ ପୂଜା ଏବଂ ଭକ୍ତି ପଥରେ ଆମକୁ କଠିନ ଭାବରେ ଆଗକୁ ବଢ଼ିବା ଉଚିତ।
ମାତାଙ୍କ ପ୍ରତି ଭକ୍ତି ପଥରେ କିଛି ପାଦ ଆଗକୁ ବଢ଼ିବା ପରେ ଭକ୍ତ ତାଙ୍କର ସୂକ୍ଷ୍ମ ଆଶୀର୍ବାଦ ଅନୁଭବ କରିବା ଆରମ୍ଭ କରନ୍ତି। ଦୁଃଖରେ ପରିପୂର୍ଣ୍ଣ ଏହି ଜଗତ ତାଙ୍କ ପାଇଁ ବହୁତ ସୁଖଦ ଏବଂ ସହଜ ହୋଇଥାଏ। ମାତା ଦେବୀଙ୍କ ପୂଜା ହେଉଛି ମଣିଷ ପାଇଁ ସହଜରେ ଅସ୍ତିତ୍ୱର ସମୁଦ୍ର ପାର କରିବାର ସବୁଠାରୁ ସହଜ ଏବଂ ସର୍ବୋତ୍ତମ ଉପାୟ। ମାତା କୁଷ୍ମାଣ୍ଡାଙ୍କ ପୂଜା ମଣିଷକୁ ରୋଗରୁ ସମ୍ପୂର୍ଣ୍ଣ ମୁକ୍ତ କରେ ଏବଂ ତାକୁ ସୁଖ ସମୃଦ୍ଧି ଏବଂ ପ୍ରଗତି ଆଡ଼କୁ ନେଇଯାଏ। ତେଣୁ ଯେଉଁମାନେ ନିଜର ସାଂସାରିକ ଏବଂ ଆଧ୍ୟାତ୍ମିକ ପ୍ରଗତି ଚାହାନ୍ତି ସେମାନେ ସର୍ବଦା ସେମାନଙ୍କୁ ପୂଜା କରିବାକୁ ପ୍ରସ୍ତୁତ ରହିବା ଉଚିତ। ଦେବୀ ଦୁର୍ଗାଙ୍କ ପଞ୍ଚମ ରୂପକୁ ସ୍କନ୍ଦମାତା କୁହାଯାଏ। ଏହି ଭଗବାନ ସ୍କନ୍ଦଙ୍କୁ କୁମାର କାର୍ତ୍ତିକେୟ ନାମରେ ମଧ୍ୟ ଜଣାଶୁଣା। ସେ ପ୍ରସିଦ୍ଧ ଦେବାସୁର ଯୁଦ୍ଧରେ ଦେବତାମାନଙ୍କର ସେନାପତି ହୋଇଥିଲେ। ପୁରାଣରେ ତାଙ୍କୁ କୁମାର ଏବଂ ଶକ୍ତିଧର ବୋଲି ମଧ୍ୟ ଡାକନ୍ତି। ତାଙ୍କର ବାହନ ହେଉଛି ମୟୂର, ତେଣୁ ସେମାନଙ୍କୁ ମୟୂର ବାହନ ମଧ୍ୟ ନାମିତ କରାଯାଇଛି। ଭଗବାନ ସ୍କନ୍ଦଙ୍କ ମାତା ହୋଇଥିବାରୁ ମାତା ଦୁର୍ଗାଙ୍କ ଏହି ପଞ୍ଚମ ରୂପକୁ ସ୍କନ୍ଦ ମାତା କୁହାଯାଏ। ନବରାତ୍ରି ପୂଜାର ପଞ୍ଚମ ଦିନରେ ସେମାନଙ୍କୁ ପୂଜା କରାଯାଏ। ଏହି ଦିନ ସାଧକର ମନ ବିଶୁଦ୍ଧ ଚକ୍ରରେ ଅବସ୍ଥିତ। ତାଙ୍କ ପ୍ରତିମାରେ ଭଗବାନ ସ୍କନ୍ଦଜୀ ଶିଶୁ ରୂପରେ ତାଙ୍କ କୋଳରେ ବସିଛନ୍ତି। ସ୍କନ୍ଦମାତା ଭାବରେ ଅବତାରିତ ଦେବୀଙ୍କ ଚାରିଟି ହାତ ଅଛି। ତାଙ୍କର ଉପର ଡାହାଣ ହାତରେ ଭଗବାନ ସ୍କନ୍ଦଙ୍କୁ କୋଳରେ ଧରିଛନ୍ତି ଏବଂ ତାଙ୍କର ତଳ ଡାହାଣ ହାତରେ ଯାହା ଉପରକୁ ଉଠାଇ ଦିଆଯାଇଛି ଏକ ପଦ୍ମଫୁଲ ଧାରଣ କରିଛି। ତାଙ୍କର ଉପର ବାମ ହାତରେ ବାରଦ ମୁଦ୍ରା ଅଛି ଏବଂ ତଳ ହାତରେ ଯାହା ଉପରକୁ ଉଠାଇ ଦିଆଯାଇଛି ଏକ ପଦ୍ମଫୁଲ ଧାରଣ କରିଛନ୍ତି। ତାଙ୍କର ରଙ୍ଗ ସମ୍ପୂର୍ଣ୍ଣ ଧଳା। ସେ ଏକ କମଳ ଆସନରେ ବସିଛନ୍ତି। ଏହି କାରଣରୁ ତାଙ୍କୁ ପଦ୍ମାସନା ଦେବୀ ମଧ୍ୟ କୁହାଯାଏ। ସିଂହ ମଧ୍ୟ ତାଙ୍କର ବାହନ। ଶାସ୍ତ୍ରଗୁଡ଼ିକ ନବରାତ୍ରି ପୂଜାର ପଞ୍ଚମ ଦିନର ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ଯେଉଁ ଭକ୍ତଙ୍କର ମନ ଏହି ଚକ୍ରରେ କେନ୍ଦ୍ରିତ ସେ ସମସ୍ତ ବାହ୍ୟ କାର୍ଯ୍ୟ ଏବଂ ମାନସିକ ଅବସ୍ଥାର ଅନ୍ତର୍ଧାନ ଅନୁଭବ କରନ୍ତି। ସେ ଶୁଦ୍ଧ ଚେତନାର ଅବସ୍ଥା ଆଡ଼କୁ ଅଗ୍ରସର ହୁଅନ୍ତି। ସମସ୍ତ ଲୌକିକ ସାଂସାରିକ ଏବଂ ଭ୍ରାମ୍ୟପୂର୍ଣ୍ଣ ଆସକ୍ତିରୁ ମୁକ୍ତ ହୋଇ ତାଙ୍କ ମନ ପଦ୍ମାସନା ବା ସ୍କନ୍ଦମାତାଙ୍କ ରୂପରେ ସମ୍ପୂର୍ଣ୍ଣ ଭାବରେ ଲୀନ ହୋଇଯାଏ। ଏହି ସମୟରେ ଭକ୍ତ ଅତ୍ୟନ୍ତ ସତର୍କତାର ସହିତ ପୂଜା ପାଖକୁ ଯିବା ଉଚିତ। ସେ ତାଙ୍କର ସମସ୍ତ ଧ୍ୟାନ କାର୍ଯ୍ୟକଳାପକୁ ଏକାଗ୍ର ରଖି ଆଧ୍ୟାତ୍ମିକ ସାଧନା ପଥରେ ଆଗେଇ ଆସିବା ଉଚିତ। ମା ସ୍କନ୍ଦମାତାଙ୍କୁ ପୂଜା କରିବା ଦ୍ୱାରା ଭକ୍ତର ସମସ୍ତ ଇଚ୍ଛା ପୂରଣ ହୁଏ। ଏହି ନିଶ୍ୱର ଜଗତରେ ହିଁ ସେ ପରମ ଶାନ୍ତି ଏବଂ ସୁଖ ଅନୁଭବ କରିବାକୁ ଆରମ୍ଭ କରନ୍ତି। ତାଙ୍କ ପାଇଁ ମୋକ୍ଷର ଦ୍ୱାର ସ୍ୱୟଂ ଚାଳିତ ଭାବରେ ସୁଗମ ହୋଇଯାଏ। ସ୍କନ୍ଦ ମାତାଙ୍କ ପୂଜା ଦ୍ୱାରା ଶିଶୁ ସଦୃଶ ଭଗବାନ ସ୍କନ୍ଦଙ୍କ ପୂଜା ମଧ୍ୟ ସ୍ୱୟଂଚାଳିତ ହୋଇଯାଏ। କେବଳ ସେମାନଙ୍କର ଏହି ବିଶେଷତା ସାଧକକୁ ସ୍କନ୍ଦମାତାଙ୍କ ପୂଜା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ସୌରମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ତାଙ୍କ ଉପାସକ ଆଲୌକିକ ଏବଂ ତେଜରେ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। ଆମେ ଏକାଗ୍ରତା ସହିତ ଆମର ମନକୁ ପବିତ୍ର ରଖିବା ଏବଂ ଦେବୀ ମାତାଙ୍କ ସୁରକ୍ଷାରେ ଆସିବାକୁ ଚେଷ୍ଟା କରିବା ଉଚିତ। ଏହି ଭୟଙ୍କର ଅସ୍ତିତ୍ୱର ସମୁଦ୍ରର ଦୁଃଖରୁ ମୁକ୍ତି ପାଇବା ଏବଂ ମୋକ୍ଷର ପଥକୁ ସୁଗମ କରିବା ପାଇଁ ଏହାଠାରୁ ଭଲ ଉପାୟ ଆଉ କିଛି ହୋଇନଥାଏ। ମା ଦୁର୍ଗାଙ୍କ ଷଷ୍ଠ ରୂପର ନାମ କାତ୍ୟାୟନୀ। ତାଙ୍କ ନାମ ପଛରେ ଥିବା କାହାଣୀ ଏହିପରି। କାଟ ନାମକ ଜଣେ ପ୍ରସିଦ୍ଧ ମହର୍ଷି ଥିଲେ। ତାଙ୍କର ପୁତ୍ର ଥିଲେ ଋଷି କାତ୍ୟା। ବିଶ୍ୱ ପ୍ରସିଦ୍ଧ ମହର୍ଷି କାତ୍ୟାୟନ ଏହି କାତ୍ୟାଙ୍କ ଗୋତ୍ରରେ ଜନ୍ମଗ୍ରହଣ କରିଥିଲେ। ସେ ଦେବୀ ପରମ୍ବାକୁ ପୂଜା କରିବା ସମୟରେ ବହୁ ବର୍ଷ ଧରି ବହୁତ କଠିନ ତପସ୍ୟା କରିଥିଲେ। ତାଙ୍କର ଇଚ୍ଛା ଥିଲା ଯେ ମାତା ଭଗବତୀ ତାଙ୍କ ଘରେ କନ୍ୟା ଭାବରେ ଜନ୍ମ ନିଅନ୍ତୁ। ମାତା ଦେବୀ ତାଙ୍କ ପ୍ରାର୍ଥନା ଗ୍ରହଣ କରିଥିଲେ। ଯେତେବେଳେ ପୃଥିବୀରେ ମହିଷାସୁର ରାକ୍ଷସର ଅତ୍ୟାଚାର ବୃଦ୍ଧି ପାଇଲା ସେତେବେଳେ ଭଗବାନ ବ୍ରହ୍ମା ବିଷ୍ଣୁ ଏବଂ ମହେଶ ସେମାନଙ୍କର ଗୌରବର ଏକ ଅଂଶ ଦେଇ ମହିଷାସୁରର ବିନାଶ ପାଇଁ ଏକ ଦେବୀ ସୃଷ୍ଟି କଲେ। ମହର୍ଷି କାତ୍ୟାୟନ ପ୍ରଥମେ ତାଙ୍କୁ ପୂଜା କରିଥିଲେ। ଏହି କାରଣରୁ ତାଙ୍କୁ କାତ୍ୟାୟନୀ ବୋଲି କୁହାଯାଉଥିଲା।
ଏ କାହାଣୀରେ ମହର୍ଷି କାତ୍ୟାୟନୀଙ୍କ କନ୍ୟା ଭାବରେ ଜନ୍ମଗ୍ରହଣ କରିଥିଲେ। ଆଶ୍ୱିନ କୃଷ୍ଣ ଚତୁର୍ଦ୍ଦଶୀରେ ଜନ୍ମଗ୍ରହଣ କରିବା ପରେ ସେ ଶୁକ୍ଳ ସପ୍ତମୀ, ଅଷ୍ଟମୀ ଏବଂ ନବମୀ ପର୍ଯ୍ୟନ୍ତ 3 ଦିନ ପାଇଁ ଋଷି କାତ୍ୟାୟନଙ୍କୁ ପୂଜା କରିଥିଲେ ଏବଂ ଦଶମୀରେ ମହିଷାସୁରକୁ ବଧ କରିଥିଲେ। ମାତା କାତ୍ୟାୟନୀ ଜଣେ ଅମାୟିକ ଫଳଦାତା। ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ୱାମୀ ଭାବରେ ପାଇବା ପାଇଁ ଭ୍ରାଜର ଗୋପୀମାନେ ତାଙ୍କୁ କାଳନ୍ଦୀ ଯମୁନା କୂଳରେ ପୂଜା କରିଥିଲେ। ସେ ଭ୍ରାଜ ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜିତ। ସେମାନଙ୍କର ରୂପ ଅତ୍ୟନ୍ତ ମହାନ ଏବଂ ଦିବ୍ୟ। ରଙ୍ଗ ସୁନା ପରି ଉଜ୍ଜ୍ୱଳ। ସେମାନଙ୍କର 4ଟି ବାହୁ ଅଛି। ମାତାଙ୍କ ଡାହାଣ ପାର୍ଶ୍ୱର ଉପର ହାତ ଅଭୟ ମୁଦ୍ରାରେ ଏବଂ ତଳ ହାତ ଭର ମୁଦ୍ରାରେ ଅଛି। ବାମ ପାର୍ଶ୍ୱର ଉପର ହାତରେ ଖଣ୍ଡା ସଜ୍ଜିତ, ତଳ ହାତରେ ପଦ୍ମଫୁଲ ଅଛି। ସିଂହ ତାଙ୍କର ବାହନ ଅଟେ। ଦୁର୍ଗା ପୂଜାର ଷଷ୍ଠ ଦିନରେ ତାଙ୍କର ରୂପ ପୂଜା କରାଯାଏ। ସେହି ଦିନ ଭକ୍ତଙ୍କ ମନ ଆଜ୍ଞାଚକ୍ରର କେନ୍ଦ୍ରିତ ହୋଇଥାଏ। ଯୋଗ ଅଭ୍ୟାସରେ ଏହି ଆଜ୍ଞାଚକ୍ରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଏହି ଚକ୍ରରେ ମନ କେନ୍ଦ୍ରିତ କରି ଜଣେ ଭକ୍ତ ନିଜର ସମଗ୍ର ଅସ୍ତିତ୍ୱ ମାତା କାତ୍ୟାୟନୀଙ୍କ ପାଦତଳେ ସମର୍ପିତ କରନ୍ତି। ଜଣେ ଭକ୍ତ ଯେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିଦେଇଛନ୍ତି, ସେ ସହଜରେ ମାତା କାତ୍ୟାୟନୀଙ୍କ ଦର୍ଶନ ପାଆନ୍ତି। ମାତା କାତ୍ୟାୟନୀଙ୍କ ଭକ୍ତି ଏବଂ ପୂଜା ଦ୍ୱାରା ଜଣେ ଭକ୍ତି ଧନ, ଧର୍ମ, ଇଚ୍ଛା ଏବଂ ମୋକ୍ଷ ଏହି 4 ଫଳ ସହଜରେ ପ୍ରାପ୍ତ ହୁଏ। ଏହି ଜଗତରେ ରହି ମଧ୍ୟ ସେ ଆଲୌକିକ ତେଜ ଏବଂ ପ୍ରଭାବରେ ପରିପୂର୍ଣ୍ଣ ହୋଇଥାଏ। ତାଙ୍କର ରୋଗ, ଦୁଃଖ, ଯନ୍ତ୍ରଣା ଏବଂ ଭୟ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଏ। ମାତାଙ୍କ ପୂଜା କରିବା ଅପେକ୍ଷା ଅନେକ ଜନ୍ମର ପାପ ନଷ୍ଟ କରିବାର ସହଜ ଏବଂ ସରଳ ଉପାୟ ଆଉ କିଛି ନାହିଁ। ନିରନ୍ତର ତାଙ୍କ ସାନ୍ନିଧ୍ୟରେ ରହି ଉପାସକ ପରମ ପଦ ପାଇଁ ଯୋଗ୍ୟ ହୋଇଯାଆନ୍ତି। ତେଣୁ ଆମେ ମାତାଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବରେ ଆତ୍ମସମର୍ପଣ କରିବା ଏବଂ ପୂଜା କରିବାକୁ ପ୍ରସ୍ତୁତ କରିବା ଉଚିତ। ମାତା ଦୁର୍ଗାଙ୍କ ସପ୍ତମ ଶକ୍ତି କାଳରାତ୍ରି ନାମରେ ଜଣାଶୁଣା। ସେମାନଙ୍କ ଶରୀରର ରଙ୍ଗ ଘନ ଅନ୍ଧକାର ପରି ସମ୍ପୂର୍ଣ୍ଣ କଳା। କେଶ ବିଛାଡ଼ି ହୋଇଛି। ଗଳାରେ ଏକ ମାଳ ଅଛି। ବିଦ୍ୟୁତ୍ ପରି ଜଳୁଛି। ତାଙ୍କର 3ଟି ଆଖି। 3ଟି ଆଖି ବ୍ରହ୍ମାଣ୍ଡ ପରି ଗୋଲ। ସେମାନଙ୍କଠାରୁ ବିଦ୍ୟୁତ୍ ପରି ଉଜ୍ଜ୍ୱଳ କିରଣ ନିର୍ଗତ ହେଉଛି। ନାସିକାରେ ନିଶ୍ୱାସରୁ ଅଗ୍ନିର ଭୟଙ୍କର ଜ୍ୱାଳା ବାହାରୁଛି। ବାହନ ଏକ ଗଧ ଅଟେ। ତାଙ୍କ ଡାହାଣ ହାତର ଭର ମୁଦ୍ରାକୁ ଉପରକୁ ଉଠାଇ ସମସ୍ତଙ୍କୁ ବରଦାନ କରନ୍ତି। ତଳ ଡାହାଣ ହାତରେ ଅଭୟ ମୁଦ୍ରା ଅଛି। ଉପର ବାମ ହାତରେ ଲୁହା କଣ୍ଟା ଧାରଣ କରିଛନ୍ତି ଏବଂ ତଳ ବାମ ହାତରେ ଖଣ୍ଡା ଧାରଣ କରିଛନ୍ତି। ମାତା କାଳରାତ୍ରିଙ୍କ ରୂପ ଅତ୍ୟନ୍ତ ଭୟଙ୍କର, କିନ୍ତୁ ସେ ସର୍ବଦା ଶୁଭଫଳ ପ୍ରଦାନ କରନ୍ତି। ଏହି କାରଣରୁ ତାଙ୍କର ଗୋଟିଏ ନାମ ଶୁଭଙ୍କରୀ। ତେଣୁ ଭକ୍ତମାନଙ୍କୁ ତାଙ୍କ ଦ୍ୱାରା ଭୟ କିମ୍ବା ଭୟଭୀତ ହେବା ଆବଶ୍ୟକ ନାହିଁ। ଦୁର୍ଗା ପୂଜାର ସପ୍ତମ ଦିନରେ ମା କାଳରାତ୍ରିଙ୍କୁ ପୂଜା ବିଧିବଦ୍ଧ। ଏହି ଦିନ ଭକ୍ତର ମନ ସହସ୍ରାର ଚକ୍ରରେ କେନ୍ଦ୍ରିତ ହୋଇଥାଏ। ବ୍ରହ୍ମାଣ୍ଡର ସମସ୍ତ ସିଦ୍ଧି ପାଇଁ ଦ୍ୱାର ସେମାନଙ୍କ ପାଇଁ ଖୋଲିଯାଏ। ଏହି ଚକ୍ରରେ କେନ୍ଦ୍ରିତ ଭକ୍ତର ମନ ମା କାଳରାତ୍ରି ରୂପରେ ସମ୍ପୂର୍ଣ୍ଣ ଭାବରେ ଲୀନ ହୋଇଯାଏ। ତାଙ୍କୁ ଦର୍ଶନ କରିବାରୁ ସେମାନେ ଆଶୀର୍ବାଦ ପାଆନ୍ତି। ସେମାନଙ୍କର ସମସ୍ତ ପାପ ଏବଂ ବାଧା ନଷ୍ଟ ହୋଇଯାଏ। ସେମାନେ ଅନନ୍ତ ପୁଣି ଲୋକପ୍ରାପ୍ତ କରନ୍ତି। ମା କାଳରାତ୍ରି ଦୁଷ୍ଟମାନଙ୍କର ବିନାଶକ। ରାକ୍ଷସ, ଭୂତ, ପ୍ରେତ ଇତ୍ୟାଦି କେବଳ ସେମାନଙ୍କର ନାମ ନେଲେ ଭୟଭୀତ ହୋଇ ପଳାୟନ କରନ୍ତି। ଏହି ଗ୍ରହମାନେ ମଧ୍ୟ ବାଧା ଦୂର କରନ୍ତି। ସେମାନଙ୍କର ଉପାସକମାନଙ୍କୁ କେବେ ଅଗ୍ନି, ଜଳ, ପଶୁ, ଭୟ, ଶତ୍ରୁ, ରାତି ଇତ୍ୟାଦି ଭୟ ହୁଏ ନାହିଁ। ସେମାନଙ୍କ କୃପା ଦ୍ୱାରା ସେ ଭୟରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଯାଆନ୍ତି। ମା କାଳରାତ୍ରିଙ୍କ ପ୍ରତିମାକୁ ହୃଦୟରେ ସ୍ଥାପନ କରି ତାଙ୍କୁ ପୂର୍ଣ୍ଣ ଭକ୍ତିର ସହିତ ପୂଜା କରିବା ଉଚିତ। ସେ ଯମ, ନିୟମ ଏବଂ ସଂୟମକୁ ସମ୍ପୂର୍ଣ୍ଣ ଭାବରେ ଅନୁସରଣ କରିବା ଉଚିତ। ମନ, ବାଣୀ ଏବଂ ଶରୀରର ପବିତ୍ରତା ବଜାୟ ରଖିବା ଉଚିତ। ସେ ହେଉଛନ୍ତି ଶୁଭଙ୍କରୀ ଦେବୀ। ମାତା ଦୁର୍ଗାଙ୍କ ଅଷ୍ଟମ ଶକ୍ତିର ନାମ ମହାଗୌରୀ। ସେମାନଙ୍କର ଚରିତ୍ର ସମ୍ପୂର୍ଣ୍ଣ ସୁନ୍ଦର। ଏହି ଗୌରତର ଶଙ୍ଖ, ଚନ୍ଦ୍ର ଏବଂ କୁଣ୍ଡକର ଫୁଲ ସହିତ ତୁଳନା କରାଯାଇଛି। ତାଙ୍କ ବୟସ 8 ବର୍ଷ ବୋଲି ବିବେଚନା କରାଯାଇଛି। ସେମାନଙ୍କର ସମସ୍ତ ପୋଷାକ, ଅଳଙ୍କାର ଇତ୍ୟାଦି ସବୁ ଧଳା।
ସେମାନଙ୍କର 4ଟି ହାତ ଅଛି। ତାଙ୍କ ବାହନ ବୃଷ। ଉପର ଡାହାଣ ହାତରେ ଅଭୟ ମୁଦ୍ରା ଏବଂ ତଳ ଡାହାଣ ହାତରେ ତ୍ରିଶୂଳ ଅଛି। ଉପର ବାମ ହାତରେ ଡମରୁ ଏବଂ ତଳ ବାମ ହାତରେ ମୁଦ୍ରା ଅଛି। ତାଙ୍କର ମୁଦ୍ରା ଅତ୍ୟନ୍ତ ଶାନ୍ତ। ପାର୍ବତୀ ରୂପରେ ସେ ଭଗବାନ ଶିବଙ୍କୁ ସ୍ୱାମୀ ଭାବରେ ପାଇବା ପାଇଁ ଅତ୍ୟନ୍ତ କଠୋର ତପସ୍ୟା କରିଥିଲେ। ତାଙ୍କର ପ୍ରତିଜ୍ଞା ଥିଲା ଯେ ଡ୍ୟେହଂ ବରଦଂ ଶମ୍ଭୁ ନାନ୍ୟଂ ଦେବଂ ମହେଶ୍ୱର। ଗୋସ୍ୱାମୀ ତୁଳସୀଦାସଙ୍କ ମତରେ ସେ ଭଗବାନ ଶିବଙ୍କ ନିର୍ବାଚନ ପାଇଁ ଏକ କଠୋର ସଂକଳ୍ପ ନେଇଥିଲେ। ଏହି ତପସ୍ୟା ଯୋଗୁଁ ତାଙ୍କର ଶରୀର ସମ୍ପୂର୍ଣ୍ଣ କଳା ହୋଇଗଲା। ତପସ୍ୟାରେ ଖୁସି ଏବଂ ସନ୍ତୁଷ୍ଟ ହୋଇ ଭଗବାନ ଶିବ ତାଙ୍କ ଶରୀରର ଗଙ୍ଗାର ପବିତ୍ର ଜଳରେ ଘଷି ଧୋଇଲେ। ସେହି ସମୟରୁ ତାଙ୍କ ନାମ ମହାଗୌରୀ ରଖାଗଲା। ଦୁର୍ଗା ପୂଜାର ଅଷ୍ଟମ ଦିନରେ ମହାଗୌରୀଙ୍କୁ ପୂଜା କରିବାର ପରମ୍ପରା ଅଛି। ସେମାନଙ୍କର ଶକ୍ତି ଏବଂ ସର୍ବଦା ଫଳପ୍ରଦ। ତାଙ୍କୁ ପୂଜା କରିବା ଦ୍ୱାରା ଭକ୍ତମାନଙ୍କର ସମସ୍ତ ମଳିନତା ଧୋଇଯାଏ। ତାଙ୍କର ପୂର୍ବ ସଂଗୃହୀତ ପାପ ମଧ୍ୟ ନଷ୍ଟ ହୋଇଯାଏ। ଭବିଷ୍ୟତରେ ପାପ, କଷ୍ଟ ଏବଂ ଦୈନନ୍ଦିନ ଦୁଃଖ କେବେ ତାଙ୍କ ପାଖକୁ ଆସେ ନାହିଁ। ମା ମହାଗୌରୀଙ୍କ ଧ୍ୟାନ, ସ୍ମରଣ ଏବଂ ପୂଜା ଭକ୍ତମାନଙ୍କ ପାଇଁ ବହୁତ ଲାଭଦାୟକ। କୃପା ଦ୍ୱାରା ଜଣେ ଅଲୌକିକ ସଫଳତା ପ୍ରାପ୍ତ କରିପାରନ୍ତି। ସର୍ବଦା ମନକୁ ଏକଚିତ ଭାବରେ ସମର୍ପିତ ରଖି ଏହି ପନ୍ତରବିନ୍ଦ ଗୁଡ଼ିକର ଧ୍ୟାନ ରଖିବା ଉଚିତ। ମାତା ଦୁର୍ଗାଙ୍କ ନବମ ଶକ୍ତିର ନାମ ହେଉଛି ସିଦ୍ଧାର୍ଥୀ। ସେ ହେଉଛନ୍ତି ଯିଏ ସମସ୍ତ ପ୍ରକାରର ସଫଳତା ପ୍ରଦାନ କରନ୍ତି। ମାର୍କଣ୍ଡେୟ ପୁରାଣ ଅନୁଯାୟୀ ଅନିମା, ମହିମା, ଗାରିମା, ଲଦିମା, ପ୍ରାପ୍ତି, ପ୍ରକାଶ, ଈଶିତା ଏବଂ ବୈଷ୍ଣବ ହେଉଛନ୍ତି 8 ଜଣ ସିଦ୍ଧ। ଏହି ସଂଖ୍ୟା ବ୍ରହ୍ମ ଭାଇବଟ ପୁରାଣର ଶ୍ରୀକୃଷ୍ଣ ଜନ୍ମଖଣ୍ଡରେ ଅଷ୍ଟାଦଶ ବୋଲି ଦର୍ଶାଯାଇଛି। ମା ସିଦ୍ଧିଦାତ୍ରୀ ଭକ୍ତ ଏବଂ ସାଧକମାନଙ୍କୁ ଏହି ସମସ୍ତ ସଫଳତା ପ୍ରଦାନ କରିବାକୁ ସକ୍ଷମ। ପୁରାଣ ଅନୁସାରେ ଭଗବାନ ଶିବ କେବଳ ତାଙ୍କ କୃପା ଦ୍ୱାରା ଏହି ସଫଳତା ହାସଲ କରିଥିଲେ। ତାଙ୍କ ଦୟା ଯୋଗୁଁ ଭଗବାନ ଶିବଙ୍କ ଶରୀରର ଅଧା ଦେବୀଙ୍କ ଶରୀର ହୋଇଗଲା। ଏହି କାରଣରୁ ସେ ବିଶ୍ୱରେ ଅର୍ଦ୍ଧନାରୀଶ୍ୱର ଭାବରେ ପରିଚିତ ହେଲେ। ମାତା ସିଦ୍ଧିଦାତ୍ରୀଙ୍କର 7ଟି ହାତ ଅଛି। ତାଙ୍କର ବାହନ ସିଂହ। ସେ ଏକ ପଦ୍ମଫୁଲ ଉପରେ ମଧ୍ୟ ବସିଛନ୍ତି। ତାଙ୍କର ଡାହାଣ ହାତରେ ଏକ ଚକ୍ର, ଉପର ହାତରେ ଗଦା, ତଳ ବାମ ହାତରେ ଶଙ୍ଖ, ଉପର ବାମ ହାତରେ ପଦ୍ମଫୁଲ। ନବରାତ୍ରି ପୂଜାର ନବମ ଦିନରେ ତାଙ୍କୁ ପୂଜା କରାଯାଏ। ବ୍ରହ୍ମାଣ୍ଡରେ କିଛି ବି ସେମାନଙ୍କ ପାଇଁ ଅପହଞ୍ଚ ରୁହେ ନାହିଁ। ସେମାନେ ବ୍ରହ୍ମାଣ୍ଡକୁ ଜୟ କରିବାର ପ୍ରାପ୍ତ କରନ୍ତି। ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ହେଉଛି ମାତା ସିଦ୍ଧିଦାତ୍ରୀଙ୍କୁ ଆଶୀର୍ବାଦ ପାଇବା। ସେମାନେ ତାଙ୍କ ପୂଜାରେ ଆଗକୁ ବଢ଼ିବା ଉଚିତ। ତାଙ୍କ କୃପା ଦ୍ୱାରା ଅନନ୍ତ ଦୁଃଖର ଜଗତରୁ ନିରପେକ୍ଷ ରହି ସମସ୍ତ ସୁଖ ଭୋଗ କରି ମୋକ୍ଷ ପ୍ରାପ୍ତ କରିପାରିବେ। ମାତା ସିଦ୍ଧିଦାତ୍ରୀ ହେଉଛନ୍ତି 9 ଦୁର୍ଗାଙ୍କ ମଧ୍ୟରୁ ଶେଷ। ବିଧି ଅନୁସାରେ ଅନ୍ୟ 8 ଦୁର୍ଗାଙ୍କୁ ପୂଜା କରିବା ପରେ ଭକ୍ତମାନେ ଦୁର୍ଗା ପୂଜାର ନବମ ଦିନରେ ତାଙ୍କର ପୂଜା ଆରମ୍ଭ କରନ୍ତି। ସିଦ୍ଧିଦାତ୍ରୀ ମାଙ୍କ ପୂଜା ସମାପ୍ତ କରିବା ପରେ ଭକ୍ତ ଏବଂ ସାଧକମାନଙ୍କର ସମସ୍ତ ସାଂସାରିକ ଏବଂ ଆଧ୍ୟାତ୍ମିକ ଇଚ୍ଛା ପୂରଣ ହୁଏ। କିନ୍ତୁ ସିଦ୍ଧିଦାତ୍ରୀ ମାଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ଭକ୍ତଙ୍କର ପୂରଣ କରିବାକୁ ଆଉ କୌଣସି ଇଚ୍ଛା ବାକି ନଥାଏ। ସମସ୍ତ ସାଂସାରିକ ଇଚ୍ଛା, ଆବଶ୍ୟକତା ଏବଂ ଆକାଂକ୍ଷାରୁ ଊର୍ଦ୍ଧ୍ୱରେ ଉଠି ସେମାନଙ୍କ ମାନସିକ ଭାବରେ ମାତା ଭଗବତୀଙ୍କ ଦିବ୍ୟ କ୍ଷେତ୍ରରେ ବିଚରଣ କରନ୍ତି। ତାଙ୍କ କୃପାର ଅମୃତ ନିରନ୍ତର ପାନ କରନ୍ତି। ଇନ୍ଦ୍ରିୟଗତ ସୁଖରୁ ବଞ୍ଚିତ ହୁଅନ୍ତି। ମାତା ଭଗବତୀଙ୍କ ପରମ ସାନ୍ନିଧ୍ୟ ସେମାନଙ୍କର ସର୍ବସ୍ୱ ହୋଇଯାଏ। ମାତା ଭଗବତୀଙ୍କ ପାଦ ନିକଟରେ ହେବା ପାଇଁ ଆମକୁ ସ୍ଥିର ରହିବାକୁ ପଡ଼ିବ ଏବଂ ତାଙ୍କର ପୂଜା କରିବାକୁ ପଡ଼ିବ। ଦେବୀଙ୍କୁ ସ୍ମରଣ, ଧ୍ୟାନ ଏବଂ ପୂଜା କରିବା ଦ୍ୱାରା ଆମେ ଏହି ଜଗତର ଶୂନ୍ୟତାକୁ ଅନୁଭବ କରିପାରିବା। ପ୍ରକୃତ ପରମ ଶାନ୍ତି ପ୍ରଦାନକାରୀ ଅମୃତ ପଦ ଆଡ଼କୁ ନେଇଯିବ। ଜୟ ମା ଦୁର୍ଗା।